ହେଉଛି ପବିତ୍ର ମହାଶିବରାତ୍ରି ବା ଜାଗର। ଏହି ଅବସରରେ କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ମୁଁ କ୍ୟାମେରା ପର୍ସନକୁ କହିବି ସେ ଦେଖେଇବେ ବାବାଙ୍କ ପୀଠରେ ଯେଉଁ ଲମ୍ବା ଲାଇନ୍ ରହିଛି ଆପଣମାନେ ସିଧାସଳଖ ଦେଖିପାରୁଥିବେ। ହଜାର ହଜାର ଭକ୍ତ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ରାତିରୁ ଲମ୍ବା ଲାଇନ୍ ଲଗେଇଛନ୍ତି। ବାବା ଧବଳେଶ୍ୱରଙ୍କ ପୀଠରେ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଛି ବାବା ଧବଳେଶ୍ୱରଙ୍କ ପୀଠ। ଆପଣ ଦେଖିପାରୁଥିବେ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ସୁବିଧା ଦର୍ଶନ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ମୁଁ ଆଉ ଥରେ କହିବି ସେ ଆପଣ ଦେଖେଇବେ ଯେଉଁ ଲାଇନ୍ ରହିଛି ଭକ୍ତମାନେ ନାହିଁ ଦୂରରୁ ଓଡ଼ିଶାର କୋଣ ଅନୁକୋଣରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବାକୁ ଆସିଛନ୍ତି। ଆମ ସହିତ ଯାହା ଆମେ ଆସି ବାବାଙ୍କ ପାଖରେ ବହୁତ ଲାଇନରେ ଆସି ପହଞ୍ଚିବୁ। ଆମେ ବହୁତ ଦର୍ଶନ କରିସାରିଲେଣି? ନାଇଁ, ଦର୍ଶନ ବର୍ତ୍ତମାନ କରିବୁ। ଶୁଣିଥିଲେ ଆଉ ଗୋଟେ ଆମ ସହିତ ଅଛନ୍ତି ଭକ୍ତ, ଚାଲନ୍ତୁ ତାଙ୍କ ସହିତ ଆଲୋଚନା କରିବା। କୋଉଠୁ ଆସିଥିଲେ ଆଜ୍ଞା? କୋଉଠୁ ଆସିଥିଲେ ବାବାଙ୍କୁ ଆଜି ଦର୍ଶନ କରିବାକୁ? କେତେ ସମୟ ଠିଆ ହେଲେଣି ଲାଇନ୍? 15 ପରିମୁଣ୍ଡା ଘର। କେତେ ସମୟ ଲାଇନରେ ଠିଆ ହେଲେଣି ବାବାଙ୍କୁ ଦର୍ଶନ କରିବା ପାଇଁ? ଅଧଘଣ୍ଟା ହବ। କିପରି ଲାଗୁଛି ବାବାଙ୍କ ପୀଠରେ? ଭଲ ଲାଗୁଛି, ଭଲ ଲାଗୁଛି। ଧନ୍ୟବାଦ। ଆପଣ ସିଧାସଳଖ ଶୁଣୁଥିଲେ ଆମ ସହିତ ଯେଉଁ ଭକ୍ତ ରହିଲେ କାହିଁକି ଦୂରରୁ ଆସିଛନ୍ତି। ମୁଁ ଆଉ ଥରେ କ୍ୟାମେରା ପର୍ସନକୁ କହିବି ସେ ଦେଖେଇବେ ଘଣ୍ଟ ଘଣ୍ଟା ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଛି ବାବା ଧବଳେଶ୍ୱରଙ୍କ ପୀଠ। ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ବାବା ଧବଳେଶ୍ୱରଙ୍କ ପୀଠ। ବାବାଙ୍କ ପୁରାଣ କିମ୍ବଦନ୍ତୀ ଅନୁସାରେ ଏଠି କଳା ବଳଦକୁ ଧଳା ବଳଦ ରୂପରେ ପରିଣତ କରିଥିବାରୁ ବାବା ଧବଳେଶ୍ୱରଙ୍କ ନାମରେ ଖ୍ୟାତି ପାଇଛନ୍ତି। ଆମ ସହିତ ଅଛନ୍ତି ଜଣେ ଭକ୍ତ ବା ସମାଜସେବୀ ଜଷ୍ଟ ହରିର ସଭାପତି ଯିଏ ସୁଧାଂଶୁ ଶେଖର ସାହୁ। କ'ଣ କହିବେ ବାବାଙ୍କ ଓମ୍ ପାଖରେ? ନମଃ ଶିବାୟ। ଆଜି ଆମେ ଏ ମହାଶିବରାତ୍ରି ଅବସରରେ ଯଶପରି ସେବା ସଂଘର ସମସ୍ତ ସଦସ୍ୟ ଆସି ସେବା କରୁଛୁ। ରାତି ଯାଏଁ ସେବା କରି ମଧ୍ୟ ଏଠାରେ ଯେଉଁ ମହାଦେବ ଅଛନ୍ତି କଳା ବଳଦକୁ ଧଳା କରିଥିଲେ, ଏଥିପାଇଁ ଧବଳେଶ୍ୱର ନାମରେ ଖ୍ୟାତି ଅର୍ଜନ କରୁଛନ୍ତି ଏବଂ ସାରା ଓଡ଼ିଶା ନୁହେଁ ସବୁ ଜାଗାରେ ମହାଦେବ ପ୍ରସିଦ୍ଧ ଅଛନ୍ତି। ଆମେ ଏଇ ଖାଲି ମହାଦେବଙ୍କ ପାଖକୁ ଯେଉଁ ଲାଇନ୍ ହେଉ ସଫାସୁତୁରା ହେଉ ଏବଂ ରାତି ଯାଏଁ ରହି ସେବା କରିବୁ ଏବଂ ଏଠିକି ଆସିକିନା ବହୁତ ଖୁସି ଲାଗୁଛି। କାହିଁକିନା ପୂଜା କରିବା ଅପେକ୍ଷା ଏଠି ସେବା କରିବାକୁ ଆମେ ଚାହୁଁଛୁ ସମସ୍ତ ସଂଗଠନର ସମସ୍ତ ସଦସ୍ୟଙ୍କ ସହ। ସେବା କରିକିନା ବହୁତ ଖୁସି ଆନନ୍ଦ ମଧ୍ୟ ହୁଏ। ଅନୁଭୂତି ବହୁତ, ଯେତେବେଳେ ବି ମୁଁ ସେବା କରେ ଏଠିକି ଯାହା ସେବା କରିବୁ ତା ପରଦିନ ନିଶ୍ଚିତ ଗୋଟେ ଭଲ ଇଏ ଆସେ। ଆମ ସହିତ ଥିଲେ ସଭାପତି ଯଶପରି ଶ୍ରଦ୍ଧା ସଂଗଠନର, ସେ ବାବାଙ୍କ ପାଖରେ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଏହି ଜାଗର ଯାତ୍ରାରେ ଭକ୍ତମାନଙ୍କୁ ସେବା ଯୋଗାଇଥାନ୍ତି। ଆମ ସହିତ ଅଛନ୍ତି କୃଷକ, ଚାଲନ୍ତୁ ତାଙ୍କ ସହିତ ସିଧାସଳଖ ଆଲୋଚନା କରିବା। अजय कुमार पत्री बाबा धवलेश्वर सेवायत। କ'ଣ କହିବେ ବାବାଙ୍କର आज हूँ पवित्र महाशिवरात्रि। सौराष्ट्र सोमनाथम च श्रीशैले मल्लिकार्जुनम परल्याम वैद्यनाथम च डाकिना भीमशंकरम। आज द्वादश ज्योतिर्लिंग एवं सारा विश्व में जिते शैव क्षेत्र अच्छी महाशिवरात्रि व्रत पालन करा बाबा कला को धड़ा कर धवलेश्वर। निश्चित भाव में धवलेश्वर पीठ में भोर 4टारू आरती मंगल आरती स्नान पर स्वतंत्र वेश प्रभु दर्शन दौरान केतकी पुष्प दर्शन दौरान विभिन्न प्रकार भोग लगी करागला। अन्न डालमा खीरी खेचड़ी विभिन्न प्रकार भोग लगी करा जाई। आज प्रभु पाखे बड़सिंगार बेश प्रभु संध्या समय पुनर्बार स्नान करेंगे। स्नान पर प्रभु बड़सिंगार बेश हे। बड़सिंगार बेश केतकी पुष्प और विभिन्न प्रकार पुष्प प्रभु बड़सिंगार बेश सज्जित हो सारापर आज 4 प्रहर पूजा करा। 4 प्रहर पूजार तृतीय प्रहर पूजा आरंभ हो। तृतीय प्रहर पूजार हरिहर भेट हे और स्वतंत्र मांडव भोग लगी करा। जो धवलेश्वर क्षेत्र में एक स्वतंत्र भोग प्रत्येक त्रयोदशी और चतुर्दशी जो दिन बेढ़ा परिक्रमा थाए से दिन मांडव भोग लगी करा जाए। महाशिवरात्रि दिन यही भोग लगी करा जाए। आज 1 ରୁ 1:30 राति मध्य व्रत उद्यापन निमंते महाशिवरात्रि व्रत पालन करा। बेढ़ा परिक्रमा पर महाप्रभु चंद्रशेखर अच्छा बेढ़ा परिक्रमा करेंगे। बेढ़ा परिक्रमा पर महादीप उठियार व्यवस्था करा। 4 धूप 5 अवकाश नीति प्रभुंर समस्त नीतिज्ञान समापन करा। चतुर्थ पूजा रात्र शेष समय चतुर्थ पूजा समस्त नीतिज्ञान समापन करा।